ନବମା ଭଗବତୀ ଶରଣମ୍। ଦର୍ଶକ ବନ୍ଧୁ, 12 ଅଧିପତି ମଙ୍ଗଳ ମହାଗ୍ରହ ଏବଂ ଇଷ୍ଟଦେବୀ ମା ଭଗବତୀ ବଗଳାମୁଖୀଙ୍କୁ ନମନ କରି ଜାଣିବା ଆଜିର ରାଶିଫଳ ବିଷୟରେ। ସର୍ବପ୍ରଥମେ ଜାଣିବା ଆଜିର ରାଶି ନକ୍ଷତ୍ର ତଥା ପଞ୍ଚାଙ୍ଗ ବିଷୟରେ। ଆଜି ଆଶ୍ୱିନ ମାସ ଶୁକ୍ଳପକ୍ଷ ଇଂରାଜୀ ତାରିଖ ଅକ୍ଟୋବର ମାସ 2024 ମସିହା। ମଙ୍ଗଳବାର ଆଜି ପଞ୍ଚମୀ ତିଥି। ଜ୍ୟେଷ୍ଠା ନକ୍ଷତ୍ର ବିଛାଚନ୍ଦ୍ର। ଆୟୁଷ୍ମାନ ଯୋଗ ବାଳବକରଣ। ଦିବା 11 ଘଣ୍ଟା 18 ମିନିଟ୍ ମଧ୍ୟ କୌଳବକରଣ ଭୋଗ ହେବ। ଯୋଗିନୀ ଦକ୍ଷିଣ ଦିଗରେ। ଦିବା 11 ଘଣ୍ଟା 18 ମିନିଟ୍ ପରେ ପଶ୍ଚିମ ଦିଗରେ ରହିବେ। ଆଜି ମକର ରାଶିର ଘାତ 12 ଏବଂ ତୁଳା କୁମ୍ଭ ରାଶି ପୁରୁଷ ଓ ବୃଷ ମିଥୁନ ରାଶି ମହିଳାଙ୍କ ଘାତ ଚନ୍ଦ୍ର। ରାହୁ କାଳ ଦିବା 2 ଘଣ୍ଟା 28 ମିନିଟ୍ରୁ ଦିବା 3 ଘଣ୍ଟା 56 ମିନିଟ୍ ମଧ୍ୟରେ। ଆଜିର ଗ୍ରହ ସ୍ଥିତି। ବୃହସ୍ପତି ବୃଷ ରାଶିରେ, ମଙ୍ଗଳ ମିଥୁନ ରାଶିରେ, ରବି ବୁଧ କେତୁ କନ୍ୟା ରାଶିରେ, ଶୁକ୍ର ତୁଳା ରାଶିରେ, ଚନ୍ଦ୍ରମା ବିଛା ରାଶିରେ, ଶନି କୁମ୍ଭ ରାଶିରେ ଏବଂ ରାହୁ ମୀନ ରାଶିରେ ଗୋଚର କରିବେ। ଦର୍ଶକ ବନ୍ଧୁ, ରାଶିଫଳ ଜାଣିବା ଆଗରୁ ଜାଣିବା ଆଜିର ଦିବ୍ୟ ଚିନ୍ତନ ବିଷୟରେ। ଦିବ୍ୟ ଚିନ୍ତନରେ ଅଛି ଜନ୍ମଜାତକରେ ପଞ୍ଚମ ସ୍ଥାନାଧିପତିଙ୍କର ବଳାବଳ ଉପରେ ବିଦ୍ୟା ଯୋଗ ବିଚାର, ଯାହାକି ଗ୍ରହ ସ୍ଥିତି ଅନୁସାରେ ବିଦ୍ୟାଫଳ କେଉଁ ପ୍ରକାର ମିଳିଥାଏ ଉକ୍ତ ବିଷୟବସ୍ତୁ ନେଇକି ସଂକ୍ଷିପ୍ତ ଆଲୋଚନା। ଜ୍ୟୋତିଷ ଶାସ୍ତ୍ର ନିୟମ ଅନୁସାରେ ପଞ୍ଚମ ସ୍ଥାନାଧିପତି ବୁଧ ବା ବୃହସ୍ପତି ଯଦି ତୃତୀୟ, ଷଷ୍ଠ, ଅଷ୍ଟମ ବା ଦ୍ୱାଦଶରେ ନିଚ ବା ଶତ୍ରୁ କ୍ଷେତ୍ରରେ ରହିଥାନ୍ତି, ତାହେଲେ ଜନ୍ମଜାତ ବ୍ୟକ୍ତି ବିଦ୍ୟା, ବୁଦ୍ଧି ଓ ବିବେକହୀନ ହୋଇଥାଏ। କିନ୍ତୁ ପଞ୍ଚମ ସ୍ଥାନାଧିପତି ବୃହସ୍ପତି ବୁଧ ଉଚ୍ଚ ସ୍ଥାନରେ ସ୍ୱକ୍ଷେତ୍ରରେ କିମ୍ବା କେନ୍ଦ୍ର ତ୍ରିକୋଣରେ ଯଦି ଅବସ୍ଥାନ କରିଥାନ୍ତି, ତାହେଲେ ଜନ୍ମଜାତ ବ୍ୟକ୍ତି ମହାଧନୀ ଯୋଗ ସଂଗଠିତ କରିବା ସହିତ ବିଦ୍ୟାବନ୍ତ ହୋଇଥାଏ। ବିଶେଷ କରି ବିଦ୍ୟାବନ୍ତ ହେବା ସହିତ ଧନ, ମାନ, ଯଶ, ଗୌରବ ଅର୍ଜନ କରିବା ସହିତ ବିଦ୍ୟା ବୁଦ୍ଧିରେ ନିପୁଣତା ପ୍ରାପ୍ତି କରିଥାଏ। ବିନୟଯୁକ୍ତ ଏବଂ ରାଜପ୍ରିୟ ମଧ୍ୟ ହୋଇଥାଏ। ସଂସାର କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିକି ଆନନ୍ଦରେ ଜୀବନ ଜୀବିକା ନିର୍ବାହ କରିଥାଏ। ଦର୍ଶକ ବନ୍ଧୁ, ପଞ୍ଚମ ସ୍ଥାନାଧିପତି ଯଦି ବୃହସ୍ପତି ହୋଇଥାନ୍ତି ଏବଂ ବୃହସ୍ପତି ଯାଇକି କର୍କଟ ରାଶିରେ ଯଦି ଉଚ୍ଚସ୍ଥ ଅବସ୍ଥାରେ ରହିଥାନ୍ତି କିମ୍ବା ବୁଧ କନ୍ୟା ରାଶିରେ ଯଦି ଉଚ୍ଚସ୍ଥ ହୋଇଥାନ୍ତି, ତାହେଲେ ବି ମଧ୍ୟ ଉତ୍ତମ ବିଦ୍ୟା ପ୍ରାପ୍ତି ହୋଇଥାଏ। ବୃହସ୍ପତି ଯଦି ସ୍ୱକ୍ଷେତ୍ରରେ ପଞ୍ଚମ ସ୍ଥାନରେ ରହିଥାନ୍ତି କିମ୍ବା କେନ୍ଦ୍ର ତ୍ରିକୋଣରେ ରହିଥାନ୍ତି, ସେହି ପ୍ରକାର ବୁଧ ଯଦି ନିଜର ଉଚ୍ଚ ସ୍ଥାନରେ କିମ୍ବା କେନ୍ଦ୍ର ତ୍ରିକୋଣ ସ୍ଥାନରେ ରହିଥାନ୍ତି, ତାହେଲେ ବି ମଧ୍ୟ ପ୍ରବଳ ମାତ୍ରାରେ ବିଦ୍ୟା ଯୋଗ ସଂଗଠିତ ହୋଇଥାଏ। ଫଳରେ ଜନ୍ମଜାତ ବ୍ୟକ୍ତି ଉତ୍ତମ ବିଦ୍ୟା ପ୍ରାପ୍ତି କରିଥାଏ। ଇଏ ଥିଲା ଜନ୍ମଜାତକରେ ବିଦ୍ୟା ଯୋଗ ବିଚାର। ଏବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ରାଶିଫଳଟି ଆପଣଙ୍କ ଚନ୍ଦ୍ର ରାଶି ଉପରେ ଆଧାରିତ। ଆପଣଙ୍କ ଜନ୍ମଗୋଷ୍ଠୀରେ ଚନ୍ଦ୍ରମା ଯେଉଁ ରାଶିରେ ଅବସ୍ଥାନ କରିଛନ୍ତି, ସିଏ ହେଉଛି ଆପଣଙ୍କ ଚନ୍ଦ୍ର ରାଶି ବା ଜନ୍ମରାଶି। ଯଦି ଆପଣ ନିଜର ଜନ୍ମରାଶି ଜାଣିନାହାନ୍ତି, ତାହେଲେ ପ୍ରଚଳିତ ନାମ ରାଶି ଅନୁସାରେ ରାଶିଫଳଟି ଦେଖିପାରିବେ। ଚନ୍ଦ୍ରମା ଆଜି ବୁଧଙ୍କ ନକ୍ଷତ୍ରରେ ବିଛା ରାଶିରେ ଗୋଚର କରିବେ। ଫଳରେ ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶି ଉପରେ ଚନ୍ଦ୍ରମାଙ୍କ କେଉଁ ପ୍ରକାର ପ୍ରଭାବ ରହିବ ଉକ୍ତ ବିଷୟବସ୍ତୁ ଉପରେ ପରିଚିତ ହେବା। କାଳପୁରୁଷ ଚକ୍ରର ପ୍ରଥମ ରାଶି ମେଷ ରାଶି। ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶି ଠାରୁ ଅଷ୍ଟମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ବିଫଳତାର ସୂଚନା ଜଣାଯାଏ। ସରକାରୀ ବେସରକାରୀ କର୍ମକୁ ନେଇକି ମାନସିକ ଦୁର୍ବଳତା ଭାବ ଦେଖାଯିବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଆଦ୍ୟ ଶୁଭଦାୟକ ନୁହେଁ। ରାସ୍ତାଘାଟରେ ଯିବା ଆସିବା ସମୟରେ ସତର୍କ ରୁହନ୍ତୁ। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ଦୁର୍ବଳ ରହିପାରେ। ଆଇନ ଅଦାଲତ କର୍ମ ଯଦି କିଛି ଥାଏ, ବୁଝି ବିଚାରିକି କର୍ମ ନିର୍ବାହ କରନ୍ତୁ। ଯାତ୍ରା ପାଇଁ ଦିନଟି ବିଶେଷ ସୁଖଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସନ୍ତାପିତ ହେବାର ସୂଚନାରୁ ଜଣାଯାଏ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ହଳଦୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କନ। ଆପଣ ଆଜି କ୍ଲିଂ ମନ୍ତ୍ରକୁ 54 ଥର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବୃଷ ରାଶି। ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶି ଠାରୁ ସପ୍ତମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅତ୍ୟନ୍ତ ଖୁସି ଅନୁଭବ କରିବେ। ସରକାରୀ ବେସରକାରୀ କର୍ମକୁ ନେଇକି ଆମୋଦ ପ୍ରମୋଦରେ ସମୟ ଅତିବାହିତ ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମାଧୁର୍ଯ୍ୟ ଭରା ରହିବ। କିନ୍ତୁ ପରିବାର ମଧ୍ୟରେ ମାନସିକତା ଦୁର୍ବଳ ରହିପାରେ, ଯାହାକି ଅଶାନ୍ତିର ବାତାବରଣ ମଧ୍ୟ ଘଟିତ ହୋଇପାରେ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆର୍ଥିକ ସ୍ଥିତି ବିଶେଷ ସୁଖଦାୟକ ନୁହେଁ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ପରିବାର ମଧ୍ୟରେ ଯଦି କୌଣସି ପ୍ରକାର ରୁଗ୍ଣ ବ୍ୟକ୍ତି ରହିଥାନ୍ତି, ତାହେଲେ ତାଙ୍କର ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରୁହନ୍ତୁ। ଯାତ୍ରା ପାଇଁ ଦିନଟି ଆଦ୍ୟ ଶୁଭଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧବଳ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ଦୁର୍ଗାନବାକ୍ଷରୀ ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମିଥୁନ ରାଶି।
ମିଥୁନ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଷଷ୍ଠ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅତ୍ୟନ୍ତ ଖୁସି ଅନୁଭବ କରିବେ। ମିଳିତ ବ୍ୟବସାୟକୁ ନେଇକି ପ୍ରଚୁର ପରିମାଣରେ ଲାଭର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ଉଚ୍ଚପଦ ପ୍ରାପ୍ତି କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ରହିବା ସହିତ ଦିନଟିରେ ଆର୍ଥିକ ସ୍ଥିତି ସବଳ ରହିବ। ଅଳ୍ପ ମାତ୍ରାରେ ଶତ୍ରୁ ଭୟର ସୂଚନା ଅଛି। ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରହନ୍ତୁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶ୍ୱସ୍ତି ଲାଭ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଆକାଶୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 8। ଆପଣ ଆଜି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ ହୁଅନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କର୍କଟ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ପଞ୍ଚମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆଲୋଚନା ସମାଲୋଚନା ଭିତରେ ସମୟ ଅତିବାହିତ ହେବ। ମିଳିତ ବ୍ୟବସାୟକୁ ନେଇକି ମାନ ସମ୍ମାନ ପ୍ରତି ସଜାଗ ରୁହନ୍ତୁ। ସରକାରୀ ବେସରକାରୀ କର୍ମକୁ ନେଇକି ଅପବାଦ ଭୟ ଜଣାଯାଏ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଦୃଢ଼ ରଖିବା ସହିତ ସନ୍ତାନ ସନ୍ତତିଙ୍କ ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରହନ୍ତୁ। ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ। ସ୍ୱାସ୍ଥ୍ୟ ଶରୀର ମଧ୍ୟମରୁ ଉତ୍ତମ ରହିବ। ଯାତ୍ରା ପାଇଁ ଦିନଟି ଆଦ୍ୟ ଶୁଭଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳପ୍ରାପ୍ତିରେ ବିଳମ୍ବ ଯୋଗ ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧବଳ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 5। ଆପଣ ଆଜି ଦୁର୍ଗା ନବାକ୍ଷରୀ ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ସିଂହ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଚତୁର୍ଥ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ କଳହର ବାତାବରଣ ଉତ୍ପନ୍ନ ହୋଇପାରେ। ମିଳିତ ବ୍ୟବସାୟକୁ ନେଇକି ସଦାସର୍ବଦା ଯତ୍ନଶୀଳ ରହିବା ନିତାନ୍ତ ଆବଶ୍ୟକ। ସରକାରୀ ବେସରକାରୀ କର୍ମକୁ ନେଇକି ଉପରିସ୍ଥ କର୍ମଚାରୀଙ୍କ ପରାମର୍ଶ ଅନୁସାରେ କର୍ମ ସମ୍ପାଦନ କରନ୍ତୁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ବାଦ ବିବାଦପୂର୍ଣ୍ଣ ଅଟେ। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ଦିନଟିରେ ଭୂ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ନେଇକି ଅଶାନ୍ତିର ବାତାବରଣ ରହିପାରେ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ପରିବାର ମଧ୍ୟରେ ରୁଗ୍ଣ ବ୍ୟକ୍ତି ରହିଥିଲେ ତାଙ୍କର ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ବିରକ୍ତି ଭାବ ପ୍ରକାଶ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଫିକା ଗୋଲାପୀ ରଙ୍ଗ, ଶୁଭ ଅଙ୍କ 7। ଆପଣ ଆଜି ବିଷ୍ଣୁ ଚରଣାମୃତ ସେବନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କନ୍ୟା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ତୃତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ବହୁତ ଦିନରୁ ଅଟକି ରହିଥିବା କର୍ମ ସମ୍ପାଦନ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଦିନଟିରେ ପ୍ରେମ ସମ୍ପର୍କକୁ ନେଇକି ନୂତନ ଅନୁଭୂତି ଜାଗ୍ରତ ହେବ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ଭ୍ରାତୃଭଗ୍ନୀଙ୍କ ଠାରୁ ସାହାଯ୍ୟ ସହାନୁଭୂତି ମିଳିପାରେ। ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ଅଟେ। ଯାତ୍ରା ପାଇଁ ଦିନଟି ସୁଖଦ ରହିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅନ୍ୟଠାରୁ ସାହାଯ୍ୟ ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଫିକା ଗୋଲାପୀ ରଙ୍ଗ, ଶୁଭ ଅଙ୍କ 7। ଆପଣ ଆଜି ବିଷ୍ଣୁ ଚରଣାମୃତ ସେବନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ତୁଳା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱିତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ନିରୁତ୍ସାହିତ ରହିପାରନ୍ତି। ସରକାରୀ ବେସରକାରୀ କର୍ମକୁ ନେଇକି ସଦାସର୍ବଦା ସତର୍କ ରୁହନ୍ତୁ। ଆଇନ ଅଦାଲତ କର୍ମ ଯଦି କିଛି ଥାଏ ଦିନଟିରେ ବୁଝି ବିଚାରିକି କର୍ମ ସମ୍ପାଦନ କରନ୍ତୁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ବିଶେଷ ସୁଖଦାୟକ ନୁହେଁ। ଆର୍ଥିକ ସ୍ଥିତି ପ୍ରତି ଧ୍ୟାନ ରଖିବା ସହିତ ଦିନଟିରେ ବାକ୍ଶୁଦ୍ଧି ନିତାନ୍ତ ଦରକାର। ସ୍ୱାସ୍ଥ୍ୟ ଶରୀର ମଧ୍ୟମରୁ ଉତ୍ତମ ରହିବ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳ ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧୂସର ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 6। ଆପଣ ଆଜି ହନୁମାନ ଚାଳିଶା ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବିଛା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସୁଖ ସମୃଦ୍ଧି ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ଲାଭ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ଅଟେ। ଆର୍ଥିକ ସ୍ଥିତି ଅତି ଉତ୍ତମ ରହିବ। ସ୍ୱାସ୍ଥ୍ୟ ଶରୀର ସବଳ ରହିବା ସହିତ ଯାତ୍ରା ସମୟରେ ଶୁଭ ଫଳ ପ୍ରାପ୍ତି କରିବେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ସମ୍ମାନ ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଫିକା ଗୋଲାପୀ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ପିତାମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଧନୁରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ବାଧା ବିଘ୍ନଜାତ ହୋଇପାରେ। ସରକାରୀ ବେସରକାରୀ କର୍ମକୁ ନେଇକି ମାନସିକ ଦୁର୍ବଳତା ରହିପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଦୁର୍ବଳ ରହିବା ସହିତ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ଅଟେ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ବିଶେଷ କରି ଖାଦ୍ୟପେୟ ଏବଂ ଦିନଚର୍ଯ୍ୟା ପ୍ରତି ଧ୍ୟାନ ରଖନ୍ତୁ। ଯାତ୍ରା ପାଇଁ ଦିନଟି ବିଶେଷ ସୁଖଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅନ୍ୟ ଉପରେ ନିର୍ଭରଶୀଳ ରହିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ରକ୍ତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 8।
ଆପଣ ଆଜି ଗଙ୍ଗଣପତେ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଏକାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆତ୍ମସନ୍ତୋଷ ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଶାନ୍ତିର ବାତାବରଣ ରହିବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଦିନଟିରେ ନୂତନ ବନ୍ଧୁ ପ୍ରାପ୍ତିର ସୂଚନା ଅଛି। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆର୍ଥିକ ସ୍ଥିତି ସବଳ ରହିବା ସହିତ ଧାର କରଜ ଦେଇଥିବା ସମ୍ପତ୍ତି ଫେରସ୍ତ ପାଇପାରନ୍ତି। ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ରହିବ। ଯାତ୍ରା ପାଇଁ ଦିନଟି ସୁଖଦ ଅଟେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଫିକା ଗୋଲାପୀ ରଙ୍ଗ, ଶୁଭ ଅଙ୍କ 3। ଆପଣ ଆଜି ଗଣେଶଙ୍କୁ ଦୁର୍ବାର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦଶମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ କର୍ମ ଚଞ୍ଚଳ ରହିବେ। ସରକାରୀ ବେସରକାରୀ କର୍ମକୁ ନେଇକି ଶତ୍ରୁପକ୍ଷରେ ବିଜୟ ପ୍ରାପ୍ତି ହେବ। ଆଇନ ଅଦାଲତ ତଥା ରାଜନୀତି କ୍ଷେତ୍ରରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ଅଟେ। ଆର୍ଥିକ ସ୍ଥିତି ଅତି ଉତ୍ତମ ରହିବ। ସ୍ୱାସ୍ଥ୍ୟ ଶରୀର ସବଳ ରହିବା ସହିତ ଯାତ୍ରା ପାଇଁ ଦିନଟି ଆପଣଙ୍କ ପକ୍ଷରେ ଯିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସଫଳତାର ଚାବିକାଠି ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଚିତ୍ରବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 6। ଆପଣ ଆଜି ବିଷ୍ଣୁ ଚରଣାମୃତ ସେବନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମୀନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ନବମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସଦାସର୍ବଦା କର୍ମ ତତ୍ପରତା ଦେଖାଯିବ। ସରକାରୀ ବେସରକାରୀ କର୍ମକୁ ନେଇକି ଆଶାତୀତ ଫଳ ପ୍ରାପ୍ତି କରିବା ସହିତ ଦିନଟିରେ ବାଦ ବିବାଦ କର୍ମରେ ନ୍ୟାୟଟେ ଆପଣଙ୍କୁ ପ୍ରାପ୍ତି ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ସବଳ ରହିବ। ଯାତ୍ରା ପାଇଁ ଦିନଟି ଅମୃତ ତୁଲ୍ୟ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସତ୍କର୍ମରେ ମତିନିବେଶ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ରକ୍ତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 1। ଆପଣ ଆଜି କ୍ଲିଂ ମନ୍ତ୍ରକୁ 54 ଥର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଦର୍ଶକ ବନ୍ଧୁ, ଇଏ ଥିଲା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ 12 ରାଶିର ରାଶିଫଳ ଏବଂ ଆଜିର ଦିବ୍ୟ ଚିନ୍ତନ। ଏବେ ଅନୁମତି ଦିଅନ୍ତୁ। ନମଃ ଭଗବତୀ ଶରଣ।